ମୁଁ ବିଶ୍ୱଜିତ ରାଉତ ଏବଂ ମୋର ସହଯୋଗୀ ପ୍ରତିକା ଆମେ ଦୁହେଁ ମିଶି ଆଜିର ଏହି ଶିଶୁ ଗବେଷଣା କଂଗ୍ରେସର ଏକ ବିଜ୍ଞାନ ପ୍ରକଳ୍ପରେ ଗୋଟିଏ ପ୍ରକଳ୍ପ ପ୍ରସ୍ତୁତ କରିଅଛୁ। ଆମର ବିଦ୍ୟାଳୟ ନିଗମାନନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଏକ ପ୍ରକଳ୍ପ ଆଣି ଏଠାରେ ଉପସ୍ଥାପନ କରିଅଛୁ। ଆମର ପ୍ରକଳ୍ପର ନାମ ରହିଅଛି ନଡ଼ିଆ ଉତ୍ପାଦନ। ଆମ ଅଞ୍ଚଳରେ ନଡ଼ିଆ ଉତ୍ପାଦନ କ୍ରମାଗତ ଭାବରେ ହ୍ରାସ କାହିଁକି ଦେଖାଯାଉଛି, ଏହାର କାରଣ ଏବଂ ପ୍ରତିକାର। ସୌରଜଗତରେ ଆମର 8ଟି ଯେଉଁ ଗ୍ରହଗୁଡ଼ିକ ରହିଅଛି, ସେ ଗ୍ରହଗୁଡ଼ିକ ମଧ୍ୟରୁ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁ ଗ୍ରହଟି ଆମର ଜୀବନଧାରଣର ସତ୍ତା ରହିଛି। କାରଣ ପୃଥିବୀରେ ଉପଯୁକ୍ତ ପରିମାଣର ବାୟୁମଣ୍ଡଳ ରହିଅଛି, ଉପଯୁକ୍ତ ପରିମାଣର ବାୟୁମଣ୍ଡଳ ରହିଛି ଏବଂ ଅର୍ଥମଣ୍ଡଳ ମଧ୍ୟ ରହିଛି। ଏପରିକି ପୃଥିବୀ ମଧ୍ୟ ପ୍ରତିଦିନ ଉପଯୁକ୍ତ ପରିମାଣର ସୂର୍ଯ୍ୟଙ୍କର ଦ୍ୱାରା ତାପମାତ୍ରା ମଧ୍ୟ ଗ୍ରହଣ କରୁଅଛି। ସୁସ୍ଥ ଜୀବନଯାପନ ପାଇଁ ଆମର ସୁସ୍ଥ ପରିବେଶ ନିହାତି ଅପରିହାର୍ଯ୍ୟ। ତେଣୁ ଆମେ ଆମର ଚତୁଃପାର୍ଶ୍ୱସ୍ଥ ବାୟୁମଣ୍ଡଳକୁ ସଦାସର୍ବଦା ସୁସ୍ଥ ରଖିବା ନିହାତି ଆବଶ୍ୟକ। କିନ୍ତୁ ବର୍ତ୍ତମାନ ଯେଉଁ ଶିଳ୍ପାନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା କରାଯାଉଛି, ସେ ଶିଳ୍ପାନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା ହେବା ଫଳରେ ଆମର ବାୟୁମଣ୍ଡଳ କ୍ରମାଗତ ଭାବରେ ବିଷାକ୍ତ ହେବାରେ ଲାଗିଛି। ଯେଉଁ ବିଷାକ୍ତ ବାୟୁର ପ୍ରଭାବ ଆମର ମାନବ ସମାଜ ଉପରେ ପଡ଼ିବା ସହିତ ଉଦ୍ଭିଦ ଜଗତ ଉପରେ ବିଶେଷ ଭାବରେ ପ୍ରଭାବିତ ହେଉଛି। ସେହିପରି ଆମର ନଡ଼ିଆ ଗଛ ଗୁଡ଼ିକ ଯେଉଁ ରହିଅଛି, ସେ ନଡ଼ିଆ ଗଛମାନେ ମଧ୍ୟ ଏହି ବିଷାକ୍ତ ବାୟୁ ପ୍ରଭାବ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି। ତା ସହିତ ବିଭିନ୍ନ ପ୍ରକାର ପନିପରିବା ଉତ୍ପାଦନରେ ମଧ୍ୟ ଏହା ବିଶେଷ ଭାବରେ ପ୍ରଭାବିତ ହେଉଛି। ମୁଁ ପୂର୍ବାନୁମାନ କରୁଛି ନା ମୁଁ ବର୍ତ୍ତମାନ ଲକ୍ଷ୍ୟ କରୁଛି ଯେ ବିଗତ 10 ବର୍ଷରୁ ଅଧିକ ବର୍ଷ ହେବ ଆମ ଅଞ୍ଚଳରେ କ୍ରମାଗତ ଭାବରେ ନଡ଼ିଆ ଉତ୍ପାଦନରେ ହ୍ରାସ ପରିଲକ୍ଷିତ ହେଉଛି। ଏହାର କାରଣ କ'ଣ ହୋଇପାରେ ବୋଲି ମୁଁ ଚିନ୍ତା କଲି ଏବଂ ମୁଁ ଆମ ପାଠ୍ୟ ପୁସ୍ତକରୁ ମଧ୍ୟ ଅଧ୍ୟୟନ କରିଥିଲି ଯେ ବାୟୁ ପ୍ରଦୂଷଣ ଏବଂ ଆମର ଏସିଡ୍ ରେନ୍ ବିଷୟରେ। ଯେଉଁ ଏସିଡ୍ ରେନ୍ ଏତେ ଇଫେକ୍ଟ ପକାଇଥାଏ ଆମର ଏହି ପୃଥିବୀ ଉପରେ ଯେ ଏହା ଫଳରେ ମଧ୍ୟ ଅନେକ ଗୁଡ଼ିଏ ବଡ଼ ବଡ଼ ମନୁମେଣ୍ଟସ୍ ଗୁଡ଼ିକ ମଧ୍ୟ ଆମର କ୍ଷୟପ୍ରାପ୍ତ ହୋଇଥାଏ। ଏହି ଏସିଡ୍ ରେନ୍ର ପ୍ରଭାବ ମଧ୍ୟ ଆମର ଉଦ୍ଭିଦ ଜଗତ ଉପରେ ବିଶେଷ ଭାବରେ ପରିଲକ୍ଷିତ ହେବା ଲାଗିଛି। ମୋର ଏହି ପ୍ରକଳ୍ପ ଆମ ଉତ୍ପାଦନରେ ଆମ ଅଞ୍ଚଳରେ ହେଉଥିବା ନଡ଼ିଆର ପରିମାଣ ଉତ୍ପାଦନ ହ୍ରାସ ମଧ୍ୟ ଏହି ଏସିଡ୍ ରେନ୍ ପ୍ରଭାବରେ ହିଁ ଆମର କମିବାରେ ଲାଗୁଛି। ଏଥିପାଇଁ ମୁଁ ଭାବୁଛି ଏବଂ ଆମର ଅଞ୍ଚଳ ନିକଟବର୍ତ୍ତୀ ପାରାଦୀପର ସାର କାରଖାନା ଇଫ୍କୋର ବିଷାକ୍ତ ଧୂଆଁ ପ୍ରଭାବରେ ମଧ୍ୟ ଏହା ହେଉଛି ବୋଲି ମୁଁ ଅନୁମାନ କରୁଅଛି। ତତ୍ସହିତ ଆମର ମୃତ୍ତିକାର ଉର୍ବରତା ହ୍ରାସ ହ୍ରାସର କାରଣ ବୋଲି ଏହା ମଧ୍ୟ ହୋଇପାରେ ବୋଲି ମୁଁ ଅନୁମାନ କରୁଛି। ତେଣୁ ଏହିସବୁ କଥା ଗୁଡ଼ିକ ସତ୍ୟତା ପ୍ରତି ଗୋଟିଏ ଗବେଷଣାତ୍ମକ ଏବଂ ଗୋଟିଏ ସର୍ବେକ୍ଷଣାତ୍ମକ ପଦକ୍ଷେପମାନ ଅବଲମ୍ବନ କରିଅଛି। ପ୍ରତ୍ୟେକ ପ୍ରାଣୀ ବା ପ୍ରତ୍ୟେକ ମାନବ ସମାଜ ଆମର ନିଜର ପୋଷକର ପରିପୂରଣ କରିବା ପାଇଁ ଉଦ୍ଭିଦ ସମାଜ ଉପରେ ନିର୍ଭର କରିଥାଏ। ସେହିପରି ଏକ ଖାଦ୍ୟ ହେଉଛି ଆମର ନଡ଼ିଆ। ନଡ଼ିଆ ଯାହାକି ଆମର ଉଭୟ ସ୍ନେହସାର ଏବଂ ଧାତବ ଲବଣରେ ପରିପୂର୍ଣ୍ଣ ହୋଇ ରହିଅଛି। ନଡ଼ିଆର ପୂର୍ବେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିଲା, ବର୍ତ୍ତମାନ ବି ନଡ଼ିଆର ବ୍ୟବହାର ବହୁତ ମାତ୍ରାରେ ରହିଅଛି। ନଡ଼ିଆକୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ସମୟରେ ମଧ୍ୟ ବ୍ୟବହାର କରୁଛନ୍ତି। କିନ୍ତୁ ବର୍ତ୍ତମାନ ନଡ଼ିଆ ଉତ୍ପାଦନରେ କ୍ରମାଗତ ଭାବରେ ହ୍ରାସ ପରିଲକ୍ଷିତ ହେଉଛି। ମୋର ଏହି ପ୍ରକଳ୍ପ ମାଧ୍ୟମରେ ମୁଁ ନଡ଼ିଆ ଉତ୍ପାଦନରେ କ୍ରମାଗତ ଭାବରେ ଘଟୁଥିବା ଯେଉଁ ହ୍ରାସର କାରଣ ଖୋଜି ଏବଂ ଚାଷୀମାନେ କିପରି ଏହି କାରଣ ଗୁଡ଼ିକ ଜାଣି ସେମାନଙ୍କର ସମସ୍ୟାର ସମାଧାନ କରିପାରିବେ ବା ସେମାନେ ଆଗାମୀ ଦିନଗୁଡ଼ିକରେ ସେମାନଙ୍କର ଉତ୍ପାଦନ ଅଧିକ କରି ନିଜର ଆବଶ୍ୟକତା ପୂରଣ କରିପାରିବେ, ସେ ସମ୍ପର୍କରେ ଅଧିକ ଗବେଷଣା କରି ସେମାନଙ୍କୁ ମଧ୍ୟ କିଛି ପ୍ରସ୍ତାବ ଉପସ୍ଥାପନ କରିବେ। ମୁଁ ପ୍ରଥମେ ଆମ ଅଞ୍ଚଳର ବଗୁଆ ପଞ୍ଚାୟତର 5ଗୋଟି ଗ୍ରାମକୁ ଚୟନ କରିଥିଲି। ସେ 5ଗୋଟି ଗ୍ରାମ ଗୁଡ଼ିକ ମଧ୍ୟରେ ମୋର ଥିଲା ସାନରାମ, ବଡ଼ରାମ, ବାବର, କାକଟପୁର ଏବଂ ଆମର ଗଭା। ଏହି ଗ୍ରାମ ଗୁଡ଼ିକ ମଧ୍ୟରୁ ମୁଁ ଯାଇ ନଡ଼ିଆ ଚାଷୀମାନଙ୍କୁ ଭେଟି ସେଠାରେ ସେମାନଙ୍କର ଅସୁବିଧା ସମ୍ପର୍କରେ କିଛି କଥାବାର୍ତ୍ତା ହୋଇଥିଲି ଏବଂ କିପରି ଭାବରେ ସେମାନେ ନଡ଼ିଆ ଚାଷ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ କିଛି ତଥ୍ୟ ଉପସ୍ଥାପନ କରିଥିଲି। ମୁଁ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଗୁଆ ପଞ୍ଚାୟତର 3ଗୋଟି ଗ୍ରାମକୁ ସର୍ଭେ କରିବାକୁ ଯାଇପାରିଥିଲି। ସେ ଗ୍ରାମଗୁଡ଼ିକ ଥିଲା ମୋର ବଡ଼ରାମ, ସାନରାମ ଏବଂ ବାବର। ସେହି ଗ୍ରାମଗୁଡ଼ିକୁ ଯାଇ ମୁଁ ସେଠାରେ ନଡ଼ିଆ ଚାଷୀମାନଙ୍କୁ ଭେଟିଥିଲି। ମୁଁ ପ୍ରଥମେ 21 ତାରିଖ ଦିନ ସାନରାମ ଗ୍ରାମକୁ ସର୍ବେକ୍ଷଣ କରିବା ପାଇଁ ଯାଇଥିଲି। ସେଠାରେ ମୁଁ କାର୍ତ୍ତିକ ପାଗଳ ନାମକ ଜଣେ ନଡ଼ିଆ ଚାଷୀଙ୍କୁ ଭେଟିଥିଲି। ସେଠାରେ ତାଙ୍କୁ ଭେଟି ମୁଁ କିଛି ମୋର ସରଳ ପ୍ରଶ୍ନ ଉପସ୍ଥାପନ କରିଥିଲି। ମୋର ପ୍ରଥମ ପ୍ରଶ୍ନ ଥିଲା ଯେ ଆପଣ ଆପଣଙ୍କ ବାଡ଼ି ବଗିଚାରେ ନଡ଼ିଆ ଚାଷ କରନ୍ତି କି? ସେ ମୋର ପ୍ରଶ୍ନର ଉତ୍ତରରେ ତାଙ୍କର ହଁ ଭରିଥିଲେ ଏବଂ ମୁଁ ପୁଣି ଥରେ ଦ୍ୱିତୀୟ ପ୍ରଶ୍ନ କରିଥିଲି ଯେ ଆପଣ ଯଦି ଆପଣଙ୍କ ବାଡ଼ିରେ ନଡ଼ିଆ ଚାଷ କରୁଛନ୍ତି ତେବେ ଆପଣ ବିଗତ କେତେ ବର୍ଷ ହେଲା ନଡ଼ିଆ ଚାଷ କରୁଛନ୍ତି? ସେ ପ୍ରାୟ 10ରୁ 15 ବର୍ଷ ହେଲା ନଡ଼ିଆ ଚାଷ କରୁଛନ୍ତି ବୋଲି ଆନ୍ସର ଦେଇଥିଲେ। ଏବଂ ପରେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି ଆପଣ ଯଦି ଏତେ ବର୍ଷ ହେଲାଣି ନଡ଼ିଆ ଚାଷ କରୁଛନ୍ତି ତେବେ ବର୍ତ୍ତମାନ ନଡ଼ିଆ ଉତ୍ପାଦନରେ ଆପଣ କିଛି ହ୍ରାସ ଦୃଷ୍ଟିଗୋଚର ହେଉଛି କି? ସେ ମଧ୍ୟ ତାଙ୍କର ଉତ୍ତରରେ ମୋତେ କହିଥିଲେ ଯେ ହଁ କିଛି ଦୃଷ୍ଟିଗୋଚର ହେଉଛି ଯେ ସେପରି କିଛି ନଡ଼ିଆ ଏବେ ବିଶେଷ ଭାବରେ ଉତ୍ପାଦିତ ହୋଇପାରୁନାହିଁ।
ତେବେ ମୁଁ ପଚାରିଥିଲି ଯେ କିପରି ଆମେ ଆପଣ ଯେତେବେଳେ ପ୍ରଥମେ ଉତ୍ପାଦିତ କରୁଥିଲେ 10 ବର୍ଷ ତଳେ, ତେବେ କେତେ ଉତ୍ପାଦିତ କରୁଥିଲେ? ସେ ମୋତେ କହିଥିଲେ ଯେ ବାର୍ଷିକ ହାରାହାରି ଗୋଟେ ବର୍ଷକୁ ମୁଁ ପାଖାପାଖି 190ରୁ 200ଟି ନଡ଼ିଆ ଗୋଟେ ବର୍ଷରେ ଉତ୍ପାଦିତ କରୁଥିଲି। କିନ୍ତୁ ବର୍ତ୍ତମାନ ତାହା କମି କ୍ରମାଗତ ଭାବରେ 50ରୁ 60ଟି ନଡ଼ିଆରେ ପହଞ୍ଚିଛି। ମୁଁ ବିଗତ 10 ବର୍ଷର ତଥ୍ୟ ଗୁଡ଼ିକ ମଧ୍ୟ ସେମାନଙ୍କଠାରୁ ସଂଗ୍ରହ କରିଥିଲି ଏବଂ ସେହି ସମସ୍ତ ସଂଗ୍ରହ କରି ଗୋଟିଏ ତଥ୍ୟ ଉପସ୍ଥାପନ କରିଥିଲି ଏବଂ ତାଙ୍କୁ ମଧ୍ୟ ପଚାରିଥିଲି ଯେ ଆପଣ ଯଦି ନଡ଼ିଆ ଉତ୍ପାଦନରେ କ୍ରମାଗତ ଭାବରେ ହ୍ରାସ ପରିଲକ୍ଷିତ କରୁଛନ୍ତି, ତେବେ ଏହାର କାରଣ କ'ଣ ହୋଇପାରେ ବୋଲି ଆପଣ ଭାବୁଛନ୍ତି? ସେ ଏହାର କାରଣ କରି ମୋତେ କହିଥିଲେ ଯେ ଆମର ଯେଉଁ ଅଞ୍ଚଳ ନିକଟବର୍ତ୍ତୀ ପାରାଦ୍ୱୀପର ଯେଉଁ ସାର କାରଖାନା ରହିଅଛି, ଯେଉଁ ସାର କାରଖାନାର ବିଷାକ୍ତ ଧୂଆଁ ଗୁଡ଼ିକ ଆସୁଛି, ସେ ବିଷାକ୍ତ ଧୂଆଁର ପ୍ରଭାବରେ ଏହା ହୋଇପାରେ କିମ୍ବା ମୃତ୍ତିକାର ଉର୍ବରତା ବର୍ତ୍ତମାନ ବହୁତ ପରିମାଣରେ କମିଯାଇଛି। ଏହାର କାରଣ ମଧ୍ୟ ହୋଇପାରେ ବୋଲି ସେ ମଧ୍ୟ ମୋତେ କହିଥିଲେ। ଏହାପରେ ମୁଁ 22 ତାରିଖ ଦିନ ବଡ଼ରାମ ଗ୍ରାମର ନିତ୍ୟାନନ୍ଦ ମହାନ୍ତିଙ୍କ ଘରକୁ ଯାଇଥିଲି ଏବଂ ସେଠାରେ ନଡ଼ିଆ ଚାଷ ମଧ୍ୟ ଭେଟିଥିଲି। ସେଠାରେ ସେମାନେ ମଧ୍ୟ ଏହି ସଠିକ୍ ପରିମାଣର ପ୍ରଶ୍ନ କିଛି ରଖିଥିଲେ ଏବଂ ସେ ମଧ୍ୟ ତାଙ୍କର ଉତ୍ପାଦନରେ ଘଟୁଥିବା ବିଭିନ୍ନ ଗୁଡ଼ିକ ଅସୁବିଧା ସମ୍ପର୍କରେ ସେ ମୋତେ ଜଣାଇଥିଲେ ଏବଂ ସେ ମଧ୍ୟ କହିଥିଲେ ଯେ ଏହି ବାୟୁ ପ୍ରଦୂଷଣ ଯୋଗୁଁ ଏବଂ ମୃତ୍ତିକାର ଉର୍ବରତା ଯୋଗୁଁ ମଧ୍ୟ ସେପରି କିଛି ହେଉଛି। ଏବଂ ତାପରେ ମୁଁ 23 ତାରିଖ ଦିନ ବାବର ଗ୍ରାମର ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ନିକଟକୁ ଯାଇଥିଲି ଏବଂ ତାଙ୍କୁ ଭେଟି ଅନେକ ଗୁଡ଼ିଏ ପ୍ରଶ୍ନ ମଧ୍ୟ କରିଥିଲି। ସେ ମଧ୍ୟ ଅନେକ ପ୍ରଶ୍ନରେ ତାଙ୍କର ପ୍ରଥମେ ଉତ୍ପାଦିତ ହେଉଥିବା ନଡ଼ିଆର ପରିମାଣ କହିକି ବର୍ତ୍ତମାନ ମଧ୍ୟ ଅନେକ ପରିମାଣର ହ୍ରାସ ପରିଲକ୍ଷିତ କରିଥିଲେ। ଏହି 3 ଜଣଙ୍କର ଚାଷୀଙ୍କର ବାର୍ଷିକ ହାରାହାରି ଉତ୍ପାଦନ କରୁଥିବା ନଡ଼ିଆକୁ ଗୋଟିଏ ହିଷ୍ଟୋଗ୍ରାମ ମଧ୍ୟରେ ପରିପ୍ରକାଶ କରିଅଛି, ଯେଉଁ ହିଷ୍ଟୋଗ୍ରାମଟି କ୍ରମାଗତ ଭାବରେ କମି ପାଖାପାଖି 40ରୁ 50ଟି ନଡ଼ିଆରେ ଆସି ପହଞ୍ଚିଛି। ସେମାନେ ବାର୍ଷିକ ଭାବରେ ବାର୍ଷିକ ସଭା ପ୍ରଥମେ 2013 ମସିହାରେ 214ଟି ନଡ଼ିଆ ଉତ୍ପାଦନ କରୁଥିଲେ, କିନ୍ତୁ ବର୍ତ୍ତମାନ ସେ କମି ଆସି 50ଟି ନଡ଼ିଆରେ ପହଞ୍ଚିଅଛି। এই ଯେଉଁ ମୁଁ ତଥ୍ୟ ବିଶ୍ଳେଷଣ ମୁଁ ବିଭିନ୍ନ ଗ୍ରାମରୁ ସର୍ବେକ୍ଷଣ କରି କୃଷକମାନଙ୍କରୁ ପାଇଥିବା ବୃତ୍ତାନ୍ତ ପ୍ରସ୍ତାବ ଏବଂ ନିଜର ତଥ୍ୟ ଏବଂ ନିଜର ଅନୁଭୂତି ଏବଂ ବିଭିନ୍ନ ପ୍ରକାର ଗବେଷଣାରୁ ଏହା ସୁସ୍ପଷ୍ଟ ହେଉଛି ଯେ ଆମ ଅଞ୍ଚଳରେ ଅନେକ ମାତ୍ରାରେ ବାୟୁ ପ୍ରଦୂଷଣ ହେଉଛି। ମୁଁ ଯେଉଁ ଗ୍ରାମଗୁଡ଼ିକୁ ଯାଇଥିଲି ଆମର ନଡ଼ିଆ ଚାଷୀମାନଙ୍କୁ ଭେଟି ସେହି ଗ୍ରାମଗୁଡ଼ିକରେ ମଧ୍ୟ ଗତ 24/10/2023 ଦିନ ହୋଇଥିବା ଶେଷ ବର୍ଷାର କିଛି ବର୍ଷା ଜଳ ମଧ୍ୟ ମୁଁ ସଂଗ୍ରହ କରିଥିଲି। ଯେଉଁ ବର୍ଷା ଜଳଗୁଡ଼ିକୁ ନେଇ ମୁଁ ଆମର ଗାଇଡ୍ ଟିଚରଙ୍କ ସହାୟତାରେ ସ୍କୁଲର ପରୀକ୍ଷାଗାରରେ ମଧ୍ୟ ତାହାକୁ ପିଏଚ୍ ପେପର ମଧ୍ୟରେ ଏହାର ଅମ୍ଳତା ମାପି ଦେଖିଥିଲି ଯେ ପ୍ରାୟ ପ୍ରତ୍ୟେକ ଗ୍ରାମର ବର୍ଷା ଜଳର ପିଏଚ୍ 5ରୁ 6 ମଧ୍ୟ ପରିସର ମଧ୍ୟରେ ରହିଥିଲା। ଯେଉଁ 5ରୁ 6 ପରିସର ମଧ୍ୟରେ ରହିଲେ ଆମର ସାଧାରଣତଃ 5.6 ଆମର ଯେଉଁ ପିଏଚ୍ ମୂଲ୍ୟ କମିଲେ ତାହା ଆମର ଅମ୍ଳବୃଷ୍ଟି ହେଉଛି ବୋଲି ଆମେ କହିପାରିବା। ଯାହାର ପରିମାଣ ମଧ୍ୟ ସେଠାରେ ପରିଲକ୍ଷିତ ହୋଇଥିଲା। ଏହିସବୁ କଥା ମୁଁ ଜାଣିବା ପାଇଁ ଯେ ମଧ୍ୟ ଆମ ଅଞ୍ଚଳରେ କିଛି ପରିମାଣର ମଧ୍ୟ ଅମ୍ଳବୃଷ୍ଟି ହେଉଅଛି। ଯେଉଁ ଅମ୍ଳବୃଷ୍ଟି ପ୍ରଭାବରେ ଆମ ମୃତ୍ତିକାର ଉର୍ବରତା ମାନ ହ୍ରାସ ଘଟୁଅଛି। ମୃତ୍ତିକାରେ ଥିବା ଯେଉଁ ଉର୍ବରତା ରହିଅଛି ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ପୋଟାସିୟମ୍ ପରି ଯେଉଁ ଉର୍ବରତା ମାନ ରହିଅଛି, ଯାହାକି ଆମର ଉଦ୍ଭିଦ ଗୁଡ଼ିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ବର୍ତ୍ତମାନ ସେହି ଅମ୍ଳବୃଷ୍ଟି ଫଳରେ ସେଗୁଡ଼ିକ ଧୋଇ ହୋଇଯାଉଛି, ଯାହାଫଳରେ କି ଉଦ୍ଭିଦ ଗୁଡ଼ିକ ସଠିକ୍ ପରିମାଣର ପୋଷକ ସଂଗ୍ରହ କରିପାରୁନାହାନ୍ତି ଏବଂ ନିଜେ ମଧ୍ୟ ବୃଦ୍ଧିରେ ସହାୟତା ହୋଇପାରୁନାହାନ୍ତି ଏବଂ ସେମାନଙ୍କର ଫଳ ଏବଂ ପତ୍ରରେ ମଧ୍ୟ ଅନେକ ଗୁଡ଼ିଏ ଦାଗ ସୃଷ୍ଟି ହେଉଛି। ନଡ଼ିଆ ଗଛ ଗୁଡ଼ିକର ବିଶେଷ ଭାବରେ ଗୁଡ଼ିଏ ପ୍ରଭାବିତ ହେଉଛି। ନଡ଼ିଆ ଗଛ କ୍ରମାଗତ ଭାବରେ ବଢ଼ିଯାଉଛି କିନ୍ତୁ ଅଗଆଡ଼ୁ କ୍ରମଶଃ ସରୁ ହୋଇଯାଉଛି। ମୁଁ ଚାଷୀମାନଙ୍କ ଠାରୁ ସଂଗ୍ରହିତ କରିଥିବା ବିଭିନ୍ନ ପ୍ରକାର ତଥ୍ୟ, ନିଜର ଯେଉଁ ପ୍ରସ୍ତାବ ଏବଂ ନିଜର ଅନୁଭୂତି ଏବଂ ତଥ୍ୟ ଗୁଡ଼ିକୁ ମିଶାଇ ଏହା ପରିଲକ୍ଷିତ କଲି ଯେ ଆମ ଅଞ୍ଚଳରେ ବାୟୁ ପ୍ରଦୂଷଣ ବହୁତ ମାତ୍ରାରେ ହେଉଅଛି। ଯେଉଁ ପ୍ରଦୂଷିତ ବାୟୁ ଫଳରେ ଆମ ଅଞ୍ଚଳରେ ଅନେକ ସମୟରେ ମଧ୍ୟ ଅମ୍ଳବୃଷ୍ଟି ହେଉଅଛି। ଯେଉଁ ଅମ୍ଳବୃଷ୍ଟିରେ ଏହିସବୁ କାର୍ଯ୍ୟଗୁଡ଼ିକ କରୁଛନ୍ତି। ତା ସହିତ କେତେକ କୃଷକମାନଙ୍କର ପ୍ରସ୍ତାବ ଥିଲା ଯେ ଆମ ଅଞ୍ଚଳ ନିକଟବର୍ତ୍ତୀ ଯେଉଁ ଅଞ୍ଚଳ ରହିଅଛି ପାରାଦ୍ୱୀପର ସାର କାରଖାନା ଇଫ୍କୋର ବିଷାକ୍ତ ଧୂଆଁ ପଦାର୍ଥ ମଧ୍ୟ ହେଉଛି, କାରଣ ବିଷାକ୍ତ ଧୂଆଁ ହିଁ ପ୍ରଥମେ ମୂଳ କାରଣ ହୋଇଥାଏ ଅମ୍ଳବୃଷ୍ଟିର। ଅମ୍ଳବୃଷ୍ଟି ହେବା ଦ୍ୱାରା ହିଁ ଆମର ଏହିସବୁ କାରଣ ହେଉଛି। ଯଦି ଆମେ ସେ ବିଷାକ୍ତ ଧୂଆଁକୁ ନିୟନ୍ତ୍ରଣ କରିପାରିବା, ତେବେ ସେ ଏଗୁଡ଼ିକ ଅମ୍ଳବୃଷ୍ଟି ହେବ ନାହିଁ। ଅମ୍ଳବୃଷ୍ଟି ନହେଲେ ଉଦ୍ଭିଦ ଗୁଡ଼ିକ ଉପରେ ମଧ୍ୟ ଆମର କିଛି ଇଫେକ୍ଟ ପଡ଼ିବ ନାହିଁ। ତେଣୁ ମୁଁ ଯେଉଁ ସଂଗୃହୀତ ତଥ୍ୟ କରିଥିଲି, ଯେଉଁ ସର୍ବେକ୍ଷଣାତ୍ମକ ତଥ୍ୟ କଲି, ସେଥିରୁ ମୁଁ ଦେଖିଲି ଯେ ଆମର ପାରାଦ୍ୱୀପର ଥିବା ସାର କାରଖାନାର ବିଷାକ୍ତ ଧୂଆଁ ଏଥିରେ ଅନେକ ମାତ୍ରାରେ ପ୍ରଭାବିତ କରୁଛି। ଯାନବାହନ ଗୁଡ଼ିକୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ମଧ୍ୟ ଏହାର ଅନେକ ଗୁଡ଼ିଏ କାରଣ ପାଲଟି ଯାଇଛନ୍ତି। ତେଣୁ ଏହାର ଗୋଟିଏ ମାତ୍ର ପ୍ରତିକାର ରହିଅଛି। ଯଦି ଆମେ ପାରାଦ୍ୱୀପରେ ଥିବା ଯେଉଁ ସାର କାରଖାନା ଇଫ୍କୋର ମୁଖ୍ୟ ପରିଚାଳକ ନିକଟକୁ ଯାଇ କିଛି କଥାବାର୍ତ୍ତା କରି ସେମାନଙ୍କ ତାଙ୍କର ଯେଉଁ ଧୂଆଁ ନିର୍ଗତ ଚିମ୍ନି ଗୁଡ଼ିକ ରହିଛି, ସେ ଚିମ୍ନିକୁ ଯଦି ଶୌଚ କରିବା ଏବଂ ସେ ଚିମ୍ନି ମୁହଁରେ ଯଦି ଆମର ଫିଲ୍ଟର ପେପର ବା ଆମର କ୍ୟାଟାଲିଟିକ୍ କନଭର୍ଟର ଯଦି ଆମେ ଲଗାଇବା, ତେବେ ସେ ଫିଲ୍ଟର ପେପର ଗୁଡ଼ିକ ଆମର ଯେଉଁ ବିଷାକ୍ତ ଧୂଆଁ ଗୁଡ଼ିକ ଆସୁଛି, ଯେଉଁଥିରେ କି ଅନେକ ଗୁଡ଼ିଏ ବିଷାକ୍ତ ପଦାର୍ଥ ମାନ ମିଶିକରି ରହିଛି, ସେହି ବିଷାକ୍ତ ପଦାର୍ଥ ଗୁଡ଼ିକୁ ସେ ପରିଷ୍କରଣ କରି ବିଶୁଦ୍ଧ ବାୟୁ ଗୁଡ଼ିକ, ଯାହାକି ଆମର ପରିବେଶ ପାଇଁ ଏତେଟା କ୍ଷତିପୂର୍ଣ୍ଣ ହେବ ନାହିଁ, ସେହି ବାୟୁ ଗୁଡ଼ିକୁ ନିର୍ଗତ କରିବେ, ଯାହାଫଳରେ କି ଆମର ବାୟୁମଣ୍ଡଳ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହେବ ନାହିଁ। ପ୍ରଭାବିତ ହେବ ତ ନିଶ୍ଚିତ, କିନ୍ତୁ ଏତେ ଜଲ୍ଦି ହୋଇପାରିବ ନାହିଁ ବା ଆମର କ୍ରମାଗତ ଭାବରେ ଧୀରେ ଧୀରେ ହେବ ଏବଂ ଚିମ୍ନି ଗୁଡ଼ିକୁ ଶୌଚ କରିବା ଫଳରେ ବାୟୁ ଗୁଡ଼ିକ ଅଧିକ ଉଚ୍ଚରେ ନିର୍ଗତ ହୋଇ ବାୟୁମଣ୍ଡଳକୁ ଅଧିକ ଉଚ୍ଚକୁ ଯାଇପାରିବ ଏବଂ ଆମ ନିକଟରେ ମଧ୍ୟ କ୍ରମାଗତ ଭାବରେ କମ୍ ପରିମାଣ ପଡ଼ିବ। ଏବଂ ଏହି ସର୍ବେକ୍ଷଣ ପାଇଁ ମୁଁ
ମୁଁ ଆମ ଗାଇଡ଼ ଟିଚରଙ୍କର ବହୁତ ପ୍ରେରଣା ପାଇଥିଲି ଏବଂ ଆମର ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟ ମଧ୍ୟ ଏଥିରେ ମୋତେ ବହୁତ ସହଯୋଗ କରିଥିଲେ। ମୋର ସହଯୋଗୀ ରତିକାନ୍ତ ବେହେରା ମଧ୍ୟ ଏଥିରେ ମୋତେ ଅନେକ ସହଯୋଗ କରିଥିଲେ ଏବଂ ଏତଦ୍ ସହିତ ଅନେକ ମାତ୍ରାରେ ବହୁଳ ସହଯୋଗ କରିଥିଲେ ଆମ ଅଞ୍ଚଳର ନଡ଼ିଆ ଚାଷୀମାନେ ଏବଂ ସେଇମାନଙ୍କ ପାଇଁ ମୋର ଏହି ପ୍ରୋଜେକ୍ଟ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇପାରିଅଛି। ତେଣୁ ମୁଁ ସେ ସମସ୍ତଙ୍କ ନିକଟରେ କୃତଜ୍ଞ ଏବଂ ଧନ୍ୟବାଦ ଜ୍ଞାପନ କରୁଅଛି।